তো নমস্କାର দর্শক বন্ধু, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ପ୍ରଥମେ ତ ମୁଁ ଆପଣଙ୍କୁ କହୁଛି କି 2026ରେ ଆପଣମାନଙ୍କର ପରିବାର ଏବଂ ଆପଣମାନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ଆପଣମାନଙ୍କର ଯାହା ବି କିଛି ୱିଶ୍ ଅଛି 2026 ପୂରଣ ହେଉ ଏବଂ ଭଗବାନ ଆପଣମାନଙ୍କ ପରିବାରକୁ ବହୁତ ସାରା ଭଲ ପାଇବେ ଏବଂ ବହୁତ ସାରା ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ। ତ 2025 ଯାହା ବି କିଛି ଆପଣଙ୍କ ସହିତ ଖରାପ ହେଇଛି ତ 2026ରେ ସେଇଟା ଆପଣମାନେ ଭଲ ହେବା ପାଇଁ ଚେଷ୍ଟା କରନ୍ତୁ। ମୁଁ ଆପଣଙ୍କ ପାଖରେ ଏଥିପାଇଁ ପ୍ରାର୍ଥନା କରୁଛି। ତ ଦର୍ଶକ ବନ୍ଧୁ, ଚାଲନ୍ତୁ ଆଜି ଆମେ ଟପିକ୍ ବିଷୟରେ ଯିବା, ଯାହାକି ଆପଣଙ୍କୁ ମୁଁ ଆଜି 7ଟା ମାନେ ମେନ୍ ଟପିକ୍ ଯେଉଁଟାକି ଆମର ଓଡ଼ିଶାରେ ଏବେ ଅଲରେଡ଼ି ଲାଗୁ ହେଇଛି, ଯାହାକି ରୁଲ୍ ଆଣ୍ଡ ରେଗୁଲେସନ୍ ଯାହାକି ଲାଗୁ ହେଇଛି। ଟୋଟାଲ୍ ଭାବରେ ମୁଁ ଆପଣଙ୍କୁ ସେ ବିଷୟରେ ଜଣେଇବି। ତ ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ସେଟ୍ କରିଦେବେ, କାହିଁକିନା ମୁଁ ଯାହା ବି କିଛି ନୂଆ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚେଇବି ତ ଆପଣମାନେ ତାହାକୁ ସହଜ ଭାବରେ ଦେଖିପାରିବେ। ଠିକ୍ ଅଛି, ତ ଚାଲନ୍ତୁ ମୁଁ ଆପଣଙ୍କୁ ଜଣାଉଛି ଏବେ ଯେ 7ଟା ଆମର ଯାହା ବି କିଛି ନୋଟିଫିକେସନ୍ ଅଛି ତ ସେସବୁ କ'ଣ। ପ୍ରଥମେ ମୁଁ ଆପଣଙ୍କୁ କହୁଛି କି ଆପଣଙ୍କ ଯଦି ବ୍ୟାଙ୍କରେ KYC କରିନାହାନ୍ତି, ଠିକ୍ ଅଛି, ପ୍ରଥମେ ଆପଣଙ୍କୁ ମୁଁ କହିଦେଉଛି କି ବ୍ୟାଙ୍କରେ KYC, ଠିକ୍ ଅଛି। ତ ଯଦି ଆପଣମାନେ ବ୍ୟାଙ୍କରେ KYC ନ କରୁଛନ୍ତି ତାହେଲେ ଆପଣଙ୍କ ବ୍ୟାଙ୍କ ଖାତାଟି ଫ୍ରିଜ୍ ଯାଇପାରେ। ଫ୍ରିଜ୍, ବୁଝିପାରୁଛନ୍ତି ତ, ମାନେ ଆପଣଙ୍କ ବ୍ୟାଙ୍କ ଖାତା ଆଉ ଚାଲିବ ନାହିଁ। ଠିକ୍ ଅଛି, ତ ଆପଣ ଧ୍ୟାନ ସହକାରେ ଭିଡ଼ିଓ ଦେଖନ୍ତୁ, ଭିଡ଼ିଓ ସବୁ ଇନଫର୍ମେସନ୍ ଆପଣ ଜାଣିପାରିବେ, ଯାହାକି ଆପଣଙ୍କର ବ୍ୟାଙ୍କ ଖାତା ଫ୍ରିଜ୍ ହେଇଯାଇପାରେ। ଠିକ୍ ଅଛି। ଆଉ ଗୋଟେ ସେକେଣ୍ଡ ପଏଣ୍ଟ ହେଉଛି ଆପଣଙ୍କର କି UPI ଟ୍ରାଞ୍ଜାକ୍ସନ୍, UPI ଯାହା ବି ଆପଣମାନେ ଟ୍ରାଞ୍ଜାକ୍ସନ୍ କରୁଥିଲେ ତ ସେ ଟ୍ରାଞ୍ଜାକ୍ସନ୍ ଗୋଟେ ବହୁତ ବଡ଼ ରୁଲ୍ ଆସିଛି। ଠିକ୍ ଅଛି, ବହୁତ ବଡ଼ ରୁଲ୍ ଯେଉଁଟାକି ମୁଁ ଆପଣଙ୍କୁ ଏବେ କହିବା ପାଇଁ ଯାଉଛି, ଯାହାକି ଆପଣ ଜାଣିଥିବେ କି UPI ଟ୍ରାଞ୍ଜାକ୍ସନ୍ରେ ଆପଣମାନେ ଆଗରୁ 1 ଲକ୍ଷ ପର୍ଯ୍ୟନ୍ତ କରୁଥିଲେ, 1 ଲକ୍ଷ ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ୍ ଆପଣମାନେ କରିପାରୁଥିଲେ। ଠିକ୍ ଅଛି, କିନ୍ତୁ ବର୍ତ୍ତମାନ ଜାନୁଆରୀ 1ରେ, ଠିକ୍ ଅଛି, ଜାନୁଆରୀ 1ରେ ଆପଣମାନଙ୍କ ପାଇଁ ଗୋଟେ ନୂଆ ନିୟମ କି ଯାହାକି ଖୁସିର, ଆପଣ ମାନେ 1 ଲକ୍ଷ ଯେ କରୁଥିଲେ ତ ସେଟା ଏବେ ଆପଣମାନେ 2 ଲକ୍ଷ ପର୍ଯ୍ୟନ୍ତ କରିପାରିବେ ଟ୍ରାଞ୍ଜାକ୍ସନ୍। ଠିକ୍ ଅଛି, 2 ଲକ୍ଷ। ଭିଡ଼ିଓଟା ପୁରାପୁରି ଦେଖନ୍ତୁ କି ମୁଁ ଆପଣଙ୍କୁ କହୁଛି କି 2 ଲକ୍ଷ ପର୍ଯ୍ୟନ୍ତ ଆପଣମାନେ ଟ୍ରାଞ୍ଜାକ୍ସନ୍ କରିପାରିବେ। ଠିକ୍ ଅଛି। ତ ତୃତୀୟଟି କହୁଛୁ ଆପଣମାନଙ୍କୁ କି ସ୍ମାର୍ଟ ମିଟର, ଠିକ୍ ଅଛି। ତ ସ୍ମାର୍ଟ ମିଟର କି ଆପଣ ଜାଣିଥିବେ କି ଆପଣଙ୍କ ଘରେ, ଠିକ୍ ଅଛି, ଯେଉଁ ଇଲେକ୍ଟ୍ରିକ୍ ବିଲ୍ ଆସୁଥିଲା ସେଥିରେ ଆପଣମାନେ ଇଲେକ୍ଟ୍ରିକ୍ ବିଲ୍ ଦେଉଥିଲେ, ତ ସେଥିରେ ଯଦି ଯାହା ବି ଇଲେକ୍ଟ୍ରିକ୍ ବିଲ୍ ଆପଣଙ୍କ ଯେଉଁମାନଙ୍କର ଅଧିକ ବିଲ୍ ଆସୁଥିଲା ସେମାନଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର କି ଏଇଟା କି ଆପଣମାନଙ୍କର 15%ରୁ 20% ଆପଣମାନେ ରିହାତି ପାଇବେ। ଠିକ୍ ଅଛି, ତ ଆପଣ ଏହାକୁ ଛାଡ଼ ପାଇବେ। ଆପଣମାନେ ଭଲ ଭାବରେ ଭିଡ଼ିଓ ଦେଖନ୍ତୁ କି ଆପଣଙ୍କ ଯାହା ବି ଇଲେକ୍ଟ୍ରିକ୍ ବିଲ୍ ଆସୁଥିଲା ଆପଣମାନଙ୍କର ତ ସେଇଟା ଆପଣମାନେ 15-20% ଆପଣମାନେ ଛାଡ଼ ପାଇବେ। ଠିକ୍ ଅଛି। ତ ଆଉ ଗୋଟେ ନେକ୍ସଟ ଆସିଛି କି ଆପଣମାନଙ୍କର LPG ସବସିଡି, ଗୋଟେ ବହୁତ ବଡ଼ ଅପଡ଼େଟ୍, ଯାହାକି ଏଇଟା LPG ସବସିଡି ଯେଉଁମାନେ ପାଉଥିଲେ ତ ସେପଟେ ଜାଣିଥିବେ କି ଆପଣ ଜାଣିଥିବେ କି ଆପଣଙ୍କ ଗ୍ୟାସ୍ ଆଣିଲା ପରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆପଣମାନଙ୍କର ସବସିଡି ଯାଉଥିଲା। ଠିକ୍ ଅଛି, କିନ୍ତୁ ଏବେ ଗୋଟେ ନୂଆ ରେଗୁଲେସନ୍ ଆସିଲା କି ଯାହା ବି ଅନ୍ୟ ବ୍ୟାଙ୍କମାନଙ୍କୁ ଖାତା ବୋଧେ ଯାଉଥିଲା, ମାନେ ସବସିଡି ପଇସା ପଳାଇଯାଏ। ଆପଣମାନେ ଗୋଟେ ବ୍ୟାଙ୍କରେ ଖାତା ଆପଣମାନଙ୍କ ପଇସା ଆସୁଥିବ, ପୁଣି ନେକ୍ସଟକୁ ଆପଣମାନଙ୍କର ଅନ୍ୟ ବ୍ୟାଙ୍କକୁ ଖାତା ଯାଉଥିବ। ଠିକ୍ ଅଛି, କିନ୍ତୁ ଏବେ ନୂଆ ରୁଲ୍ଟା ଆସିଲା କି ଯଦି ଆପଣମାନଙ୍କର LPG ଖାତା ସହିତ ଆପଣମାନଙ୍କର ଯଦି ବ୍ୟାଙ୍କ ଆକାଉଣ୍ଟ ଏଇଡ଼ ଅଛି ତାହେଲେ ଆପଣଙ୍କର ଯେଉଁ ବ୍ୟାଙ୍କ ଖାତା ଥିବ, ଯେଉଁ ବ୍ୟାଙ୍କରେ ଆପଣ ଖାତା ସହିତ ଆପଣଙ୍କ LPG ଖାତା ଏଇଡ଼ ହେଇକି ଥିବ ତ ସେଇ ବ୍ୟାଙ୍କ ଖାତାକୁ ହିଁ ଆପଣମାନଙ୍କର ପଇସା ଯିବ, ମାନେ ଯାହାକି ସବସିଡି ପଇସା ଯେଉଁଟା ମୁଁ କହୁଛି ସବସିଡି ପଇସା। ଠିକ୍ ଅଛି, ଏଇ ବ୍ୟାଙ୍କ ଖାତାକୁ ହିଁ ଯିବ ଯେଉଁ ବ୍ୟାଙ୍କ ଖାତା ସହିତ ଆପଣମାନଙ୍କର LPG ଖାତା ଏଡ଼ ହେଇକି ଥିବ। ଠିକ୍ ଅଛି। ତ ନେକ୍ସଟ ଆପଣଙ୍କୁ କହୁଛି କି ଆଧାର ପାନ୍ କାର୍ଡ଼ ଲିଙ୍କ। ତ
ଠିକ୍ ଅଛି। ମୁଁ ଆପଣଙ୍କୁ କହିଦେଉଛି ଆଉଥରେ କି ଆଧାର ସହିତ ଯଦି ଆପଣଙ୍କର ପାନ୍ କାର୍ଡ଼ ଲିଙ୍କ୍ ନଥିବ ତାହେଲେ ବ୍ୟାଙ୍କରେ ଆପଣମାନେ KYC କରିପାରିବେ ନାହିଁ। ଠିକ୍ ଅଛି। ବ୍ୟାଙ୍କରେ ଆପଣମାନେ KYC କରିପାରିବେ ନାହିଁ, ଠିକ୍ ଅଛି। ଏଇଟା ଗୋଟେ ବିଗ୍ ଅପଡେଟ୍ ଯାହାକି ଆମର ଗୋଟେ ରୁଲ୍ ରେଗୁଲେସନ୍ ବୋଧେ ଗଭର୍ଣ୍ଣମେଣ୍ଟ ଲାଗୁ କରିଛନ୍ତି। ଠିକ୍ ଅଛି। ତ ଆଉ ଗୋଟେ ସେକେଣ୍ଡ ଅପସନ୍ ହେଉଛି କି ଯଦି ମାନେ ଟ୍ରାକ୍, ମେନ୍ ଟପିକ୍ ହେଉଛି କି ଆପଣମାନେ ଟ୍ରାକ୍ ମାନେ ଆପଣମାନେ ଭାବୁଥିବେ କି ଟ୍ରାକ୍ ମାନେ କ'ଣ? ତ ସରକାର ମାନେ ମୁଁ ତ ଆପଣଙ୍କୁ ସରକାର ରୁଲ୍ କଲେ ମୁଁ ଆପଣଙ୍କୁ ଟ୍ରାକ୍ କଥା କ'ଣ ପାଇଁ କହୁଛି। ତ ଟ୍ରାକ୍ ମାନେ ହେଉଛି କି ଯାହା ବି ଆପଣ ଟ୍ରାଞ୍ଜାକ୍ସନ୍ କରୁଛନ୍ତି, ମାନେ ଆପଣ ଜାଣିଥିବେ କି UPI ମାଧ୍ୟମରେ ଆପଣମାନେ ଯାହା ବି ଆଦାନ କିମ୍ବା ପ୍ରଦାନ କରୁଛନ୍ତି ତ ତାହା ଟ୍ରାକ୍ କରିବେ ସରକାର, ଠିକ୍ ଅଛି। ତ କେତେ ଟଙ୍କା ନେଇକି ଟ୍ରାକ୍ କରିବେ ସରକାର ସେଇଟା ମୁଁ ବି ଆପଣମାନଙ୍କୁ କହିଦେଉଛି। ଯଦି ଆପଣମାନେ 5,000ରୁ ଅଧିକ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତାହେଲେ ଆପଣମାନଙ୍କର ସେ ଟ୍ରାଞ୍ଜାକ୍ସନ୍କୁ ସରକାର ଟ୍ରାକ୍ କରିବେ। ଠିକ୍ ଅଛି। ତ ସରକାର ଟ୍ରାକ୍ କରିବେ। ତ ଏଇଟା ଭଲ ଭାବରେ ଆପଣ ଯଦି ଆପଣ 5,000ରୁ ଅଧିକ ଯଦି ଆପଣମାନେ ଟ୍ରାକ୍ କରୁଛନ୍ତି ତାହେଲେ ଆପଣମାନଙ୍କର ଟ୍ରାଞ୍ଜାକ୍ସନ୍କୁ ଆପଣମାନଙ୍କର ସରକାର ଟ୍ରାକ୍ କରିବେ। ଠିକ୍ ଅଛି। ଆଉ ଗୋଟେ ଆସିଲା କି ବହୁତ ବଡ଼ ଅପଡ଼େଟ୍ କି ଯାହାକି ଯେଉଁମାନେ ସୋସିଆଲ ମିଡ଼ିଆରେ ମାନେ ପୋର୍ଟାଲ ମାଧ୍ୟମରେ ଯେଉଁମାନଙ୍କର ଗୋଟେ ଅପଡ଼େଟ୍ ଥିଲା କି ପୋର୍ଟାଲ ସରକାରୀ ଯୋଜନା, ଠିକ୍ ଅଛି, ପୋର୍ଟାଲ ସରକାରୀ ଯୋଜନା, ଠିକ୍ ଅଛି। ତ ଏହାର କହିବାର ମାନେ କି ଆପଣ ଜାଣିଥିବେ କି ଆପଣଙ୍କ ଯାହା ବି କିଛି ମାନେ ଆପଣମାନେ କରୁଥିଲେ କି ସରକାରୀ ଯୋଜନା ଯାହାକି ଆମର ସୁଭଦ୍ରା ହେଉ କିମ୍ବା CM କିଷାନ କି ଯାହା ବି କିଛି ଯୋଜନା ହେଉଥିଲା, ଠିକ୍ ଅଛି। ମାନେ ସେ CM ଯୋଜନା କଥା ଆରମ୍ଭ କରିକି ଆପଣମାନଙ୍କର ସୁଭଦ୍ରା ପର୍ଯ୍ୟନ୍ତ, ଠିକ୍ ଅଛି। CM ସହିତ ସୁଭଦ୍ରା ଯାହା ବି ସରକାରୀ ଯୋଜନା ଥିଲା ତ ସେଟା ଏବେ ଆପଣଙ୍କୁ କେବଳ ଗୋଟିଏ ପୋର୍ଟାଲ ହିଁ ମାନେ ଆବେଦନ କରିବା ପାଇଁ ପଡ଼ିବ। ମାନେ ଗୋଟେ ପୋର୍ଟାଲରେ ମାନେ ଆପଣମାନେ ସବୁ କିଛି ପାଇପାରିବେ, ଯାହାକି ଆପଣଙ୍କର CM କିଷାନ କି PM କିଷାନ ଆଉ ସୁଭଦ୍ରା ପଇସା ମାନେ ଯାହା ବି କିଛି ଆପଣ ଆପ୍ଲାଏ କରିଥିଲେ ତା ଗୋଟେ ପୋର୍ଟାଲରେ ଆପଣମାନେ ପାଇପାରିବେ। ଠିକ୍ ଅଛି। ତ ଏଇଟା ମୁଁ କ'ଣ ଏଇଟା ସରକାର ତରଫରୁ ନୂଆ ନିୟମ ଯାହାକି ଆମର ଜାନୁଆରୀ 1 ପାଖରୁ 2026ରେ ଲାଗୁ ହୋଇଯାଇଛି। ତ ସେଇଟା ଆପଣମାନଙ୍କୁ ମୁଁ ଜଣାଇଥିଲି 7ଟା ପୋର୍ଟାଲ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍ ଅଲ୍ରେ ସେଟ୍ କରିଦେବେ।